କୋଣାର୍କ ପାଠର ଆମେ ଆଜି ପ୍ରଶ୍ନ ଆଲୋଚନା କରିବୁ। ପାଠଟି ଲେଖିଛନ୍ତି ଭଞ୍ଜ କିଶୋର ପଟ୍ଟନାୟକ। କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତର। କୋଣାର୍କ ଏକାଙ୍କିକାରେ କେଉଁ ପ୍ରସଙ୍ଗ ନାଟଇଛ? କୋଣାର୍କ ମନ୍ଦିରର ଧଉନୀତି କହିବା ପ୍ରସଙ୍ଗ। ନରସିଂହ ଦେବ କେଉଁଠି ଉଦିତ ସୂର୍ଯ୍ୟଙ୍କୁ ନମସ୍କାର କଲେ? ଚନ୍ଦ୍ରଭାଗା ତୀରରେ। ଧରମା ମା କେତେଟିଆ ପୂଜା କରି ଧରମାକୁ ପାଇଛନ୍ତି ବୋଲି କହିଲେ? ଲକ୍ଷେ ଦିଅ। ଛାମୁ ସୌନ୍ଦର୍ଯ୍ୟର ପୂଜାରୀ ଏହା କାହାର ଉକ୍ତି? ଏହା ଶିବେଇ ଶାନ୍ତରାର। ଶୁଭ ପ୍ରଭାତରେ ରାଜାଙ୍କ କେଉଁ କଥା ମନେ ପଡ଼ିଲା? ମାଙ୍କ ଶେଷ ଇଚ୍ଛା ପୂରଣ କରିବା କଥା ମନେ ପଡ଼ିଲା। ଛାୟା ମହାଦେବୀ କିଏ? ନରସିଂହ ଦେବଙ୍କ ମା ହେଉଛନ୍ତି ଛାୟା ମହାଦେବୀ। ଉତ୍କଳର କେଉଁ ଦେବତାଙ୍କ ମନ୍ଦିର ନିର୍ମିତ ହୋଇନାହିଁ ବୋଲି ରାଜା କହିଲେ? ସୂର୍ଯ୍ୟ ଦେବତାଙ୍କ ମନ୍ଦିର। ଶାମ୍ବ କିଏ? ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଟନ୍ତି। ଶାମ୍ବ କେଉଁ ରୋଗାକ୍ରାନ୍ତ ଥିଲେ? ଦୁରାରୋଗ୍ୟ କୁଷ୍ଠ ବ୍ୟାଧିରେ ଆକ୍ରାନ୍ତ ଥିଲେ। ଶାମ୍ବ କେଉଁ ଦେବତାଙ୍କୁ ପୂଜା କରି ରୋଗମୁକ୍ତ ହେଲେ? ଶାମ୍ବ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ରୋଗମୁକ୍ତ ହେଲେ। ସୂର୍ଯ୍ୟଦେବ ସ୍ୱୟଂ ନାରାୟଣ ଏହା କିଏ କହିଛନ୍ତି? ଏହା ରାଜା ନରସିଂହ ଦେବ କହିଛନ୍ତି। ରାଜା ମନ୍ଦିର ତୋଲା ଦାୟିତ୍ୱ କାହା ଉପରେ ଅର୍ପଣ କଲେ? ଶିବେଇ ଶାନ୍ତରା ଉପରେ। କେଉଁ ଗଣ୍ଡ ଉପରେ ମନ୍ଦିର ତୋଲା ହେବାକୁ ସ୍ଥିର ହେଲା? ପଦ୍ମତୋଲା ଗଣ୍ଡ ଉପରେ। ଧରମା ବାପା କିଏ? ବିଶୁ ମହାରଣା ଧରମାର ବାପା ଅଟନ୍ତି। ଧରମା ବାପା କେତେ ବର୍ଷ ହେଲା ଘରକୁ ଯାଇନାହାନ୍ତି? 12 ବର୍ଷ ହେଲା। ଚନ୍ଦ୍ରଭାଗାଟି ମହାରାଜା ଦେଉଳ ତୋଲାଉଛନ୍ତି ଏହା କିଏ କହିଛି? ଆଗନ୍ତୁକ କହିଛନ୍ତି। ଦେଉଳ ତୋଲା କେତେ ବର୍ଷ ଧରି ଚାଲିଛି? 12 ବର୍ଷ ହେଲା। କେତେ ଜଣ ବଢେଇ ଦେଉଳ ତୋଲାରେ ଲାଗିଛନ୍ତି? 1200 ବଢେଇ। ଦେଉଳର କେଉଁଟି ବସି ପାରିନାହିଁ? ଦଧି ନଉତିଟି। ଚୌକାଡୋଲା ସହ ତୁମରି ଇଚ୍ଛା ପୂର୍ଣ୍ଣ ହୁଏ ଏହା କାହାର ଉକ୍ତି? ଆଗୁନ୍ତୁକର। ଧରମାକୁ କିଏ ବାହା ହେବ ବୋଲି ସେ ତା ମାକୁ କହିଛି? ବଡ଼ ଠାକୁର। କାହାକୁ ସୁମରଣା କରି ଅନୁକୂଳ କରି ଯିବାକୁ ମା ଧରମାକୁ କହିଲେ? ମା ମଙ୍ଗଳାକୁ ସୁମରଣ କରେ। ଧରମା କଣ ନେଇ ବାପା ନିକଟକୁ ଗଲା? ଧରମା ବାଡ଼ିର କୋଲି ଓ ମୁଦି ନେଇ। ଏ 1200 ବଢେଇର ଦାୟ ନା ପୁଅର ଦାୟ? ଏହା କାହାର ଉକ୍ତି? ଦୁଇ ଶିଳ୍ପର ବା ଶିଳ୍ପୀର। ଧରମା ଶେଷରେ କେଉଁଠି ଝାସ ଦେଇଛି? ସମୁଦ୍ରରେ ଝାସ ଦେଇଛି। ତ ପରୀକ୍ଷା ଉପଯୋଗୀ ଆମ mehnsa.in ରେ ଉପଲବ୍ଧ ଅଛି। mehnsa.in